ଯାଜପୁର ଜିଲ୍ଲା ସମସ୍ତ ଥାନାରେ ସେ ଚୋରି କରିଛନ୍ତି, ସିନ୍ଧି ଚୋରି କରିଛନ୍ତି ଏବଂ ବିପୁଳ ପରିମାଣ ଟଙ୍କା ଏବଂ ସୁନା ଅଳଙ୍କାର ସେମାନେ କିଣିଛନ୍ତି। ଏବଂ ତାର କହିବା ମୁତାବକ ସେମାନେ ଯାଇକିରି ସେମାନେ ଯୋଉ କାହାକୁ କୋଉଠି ବିକିଛନ୍ତି ନା, ଗୋଟିଏ ହଉଛି ଆମର ଶିଶିର ମହାରଣା, ତାଙ୍କର ହଉଛି ୱାଟବନ୍ଧ ଅଞ୍ଚଳରେ, ଆଉ ଜଣେ ହଉଛି ଅଭିନୟ ସାହୁ, ତାହାର ଧାନମଣ୍ଡ ଅଞ୍ଚଳରେ। ଯାହାଫଳରେ ପୁଲିସ ସେଠାରେ ପହଞ୍ଚି ମଧ୍ୟ ଯୋଉମାନେ ଏକ ରିସିଭ ଗ୍ରହଣ କରିଥିଲେ ଚୋରି ଜିନିଷକୁ, ଚୋରି ସୁନା ଗହଣାକୁ, ତାକୁ ମଧ୍ୟ ସେମାନେ ଧରିଲେ। ଧରି ତାଙ୍କଠାରୁ ମଧ୍ୟ ସୁନା ଗହଣା ଏବଂ ନଗଦ ଟଙ୍କା ମଧ୍ୟ ତାକୁ ଜବତ କରାଗଲା। ଏଇ ଯୋଉ ଆମର ଟଙ୍କାଟା ଆମର ସେ ଋଣ କରିଥିଲା, ଯୋଉ ଋଣ ବନ୍ଧକ ରଖିକିରି ସୁନା ବନ୍ଧକ କରି ରାଜା ରାଜି ମୁଖ୍ୟ ଆସାମୀ ଯୋଉ ଆମର IFF ଫାଇନାନ୍ସ ଇନଷ୍ଟିଟ୍ୟୁସନ ମାଧ୍ୟମରେ ସେଠି ଋଣ ବନ୍ଧ ରଖି ଏବଂ ବ୍ୟାଙ୍କ ଅଫ ଇଣ୍ଡିଆରେ ତାକୁ ସେ ଯୋଉ ଋଣ ଟଙ୍କା ଉଠେଇଥିଲା, ତାହା ଯୋଉ ସେ କଣ କରୁଛି ପ୍ରାୟ 3 ଲକ୍ଷ ଟଙ୍କା ସେ ସେଥିରେ ତା ଆକାଉଣ୍ଟକୁ ଆଇଥିଲା। ସେଥିରୁ ପ୍ରାୟ ସେ 2 ଲକ୍ଷ ଟଙ୍କା ସେ ଉଠେଇଥିଲା, ଆଉ ଲକ୍ଷେ କେତେ ହଜାର ଟଙ୍କା 75 ଟଙ୍କା ଥିଲା। ଏବଂ ଯୋଉ 1,75,000 ଟଙ୍କା ମଧ୍ୟ ଆମର ପୋଲିସ ତାକୁ ଫ୍ରିଜ କଲେ। ତାପରେ ୟାକୁ ଧରା ପଡିଲା ପରେ ତାଙ୍କୁ ପଚରା ସମସ୍ତେ ମାନିଲେ ଯେ ଆମେ ଆମର ଯାଜପୁର ଜିଲ୍ଲା ପ୍ରାୟ 38ଟି ସିନ୍ଧି ଚୋରି ସେ କରିଛନ୍ତି। ବିଭିନ୍ନ ଥାନା ଆମର ଯାଜପୁର ସଦର, ଅଳକୁଣ୍ଡ, ମଙ୍ଗଳପୁର, ବିଞ୍ଝାରପୁର, କଳିଙ୍ଗନଗର, ଧର୍ମଶାଳା, ବଡ଼ଚଣା, ବାଲିଚନ୍ଦ୍ରପୁର, ବ୍ରହ୍ମବରା ଇତ୍ୟାଦି ଅଞ୍ଚଳରେ ସେମାନେ ଜେନାପୁର ଅଞ୍ଚଳରେ ଚୋରି କରିଛନ୍ତି। ଏବଂ ଚୋରି ଆମର କିଛି ଟଙ୍କା ଆମେ ସମୁଦାୟ ସେମାନଙ୍କ ଠାରୁ 33 ଗ୍ରାମ ସୁନା ଆମେ ଉଦ୍ଧାର କରିଛୁ ଏବଂ 2.5 କେଜିରୁ ଅଧିକ ରୂପା ଆମେ ମଧ୍ୟ ତାକୁ ଜବତ କରିଛୁ, ସେମାନଙ୍କ ଠାରୁ ଉଦ୍ଧାର କରିଛୁ। ଏବଂ 1,91,000 ନଗଦ ଟଙ୍କା ଏବଂ ତାଙ୍କୁ ଆମେ ଜବତ କରିଛୁ। ଏବଂ ଯୋଉ ବ୍ୟାଙ୍କ ଯୋଉ ରଖିଥିଲେ 1,75,000 ଟଙ୍କା ଆମେ ଉଠେଇଲେ ତାଙ୍କୁ ଆମେ ଫ୍ରିଜ କରିଛୁ। ଏବଂ ରାଜା ଦାସଙ୍କୁ ବର୍ତ୍ତମାନ ଆମେ ଧରିବା ପାଇଁ ଚେଷ୍ଟା କରୁଛୁ, ସେ ବର୍ତ୍ତମାନ ଫେରା ଅଛନ୍ତି। ଏବଂ ଅନ୍ୟ ଯେ କେତେ ସବୁ ଅଛନ୍ତି ତାହା ମଧ୍ୟ ଆମେ ଚେଷ୍ଟା କରୁଛୁ ଧରିବା ପାଇଁ। ଆଉ ମଧ୍ୟ କୋଉ ଥାନା ଆମ ଜିଲ୍ଲା ଛାଡ଼ିଲା ମଧ୍ୟ ଯାହା ଜଣାପଡୁଛି ସେମାନେ ଜିଲ୍ଲା ହେବାର ମଧ୍ୟ ଅନ୍ୟ ଥାନା ମାଧ୍ୟମରେ କରିଥିବାର ମଧ୍ୟ ସନ୍ଦେହ କରାଯାଉଛି ଏବଂ ତା ସହିତ ମଧ୍ୟ ଆମର ଅନୁସନ୍ଧାନ ବା ତଦନ୍ତ ଜାରି ରହିଛି।